ବୟସର ଅପରାହ୍ନରେ ବି ତୁଳି ଧରି ଆଙ୍କି ଚାଲିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ବିନା ପ୍ରଶିକ୍ଷଣରେ ଥରଥର ହାତରେ ବି ତିଆରି କରୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର 78 ବର୍ଷୀୟ ଦୟାଲ ଚନ୍ଦ୍ର ଦାସ। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଦୟାଲ ଚନ୍ଦ୍ର ଦାସ। ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରି କରିଥିଲା ବେଳେ ଚାକିରି ଜୀବନରୁ ଅବସର ନେବା ପରେ ଘରେ ନ ବସି ତୁଳି ଧରି ଚିତ୍ର ଆଙ୍କିବାରେ ଲାଗି ପଡ଼ନ୍ତି। ପ୍ରତିମୂର୍ତ୍ତି ଆଙ୍କିବା ପାଇଁ ସେ କୌଣସି ତାଲିମ ନେଇନାହାନ୍ତି ସତ, କିନ୍ତୁ ତାଙ୍କ ତୁଳିରେ ଗଡ଼ି ଉଠେ ମହାପ୍ରଭୁଙ୍କ ଜୀବନ୍ତ ପ୍ରତିମୂର୍ତ୍ତି। ଚିରା କାଗଜ ସତେ ଯେମିତି ତାଙ୍କର ଏକ ଅଙ୍ଗ ପାଲଟି ଯାଇଛି। ସେଥିପାଇଁ ତ ସେ ଜଗନ୍ନାଥଙ୍କ ସହ ଭାବ ବାନ୍ଧି ଚିରା କାଗଜରେ ଗଡ଼ି ଦେଉଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ସମ୍ପୂର୍ଣ୍ଣ ଭାବରେ ସେ ସବୁକିଛି ପ୍ରସ୍ତୁତ କରନ୍ତି। କାଗଜ ଯୋଡ଼ିବା ପାଇଁ କୌଣସି ଦାମୀ ଅଠା ନୁହେଁ, ବରଂ ସେ ବ୍ୟବହାର କରନ୍ତି ମଇଦା ଅଠା। ପେନ୍ସନ୍ ଟଙ୍କାରେ ତୁଳି, ରଙ୍ଗ, ମାଳି, କପଡ଼ା ଆଦି କିଣି ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ସେ ଲୋକମାନଙ୍କୁ ମାଗଣାରେ ଦାନ କରନ୍ତି। ଆଉ ଏଥିରେ ତାଙ୍କୁ ମିଳିଥାଏ ଅନେକ ଖୁସି। ଜଗନ୍ନାଥଙ୍କ ମୂର୍ତ୍ତି କହିବା ପାଇଁ ଗଲେ ୱେଷ୍ଟ ଜିନିଷରେ ଯେତେ ୱେଷ୍ଟ ଭଲ ଜିନିଷ ମୁଁ ବ୍ୟବହାର କରେନି। କେବଳ ଚିରା କାଗଜ, ଢାବଲ, ସୋଲ ଆଉ ବୋତଲ ଏଇ ଯେଉଁ ଫୋପାଡ଼ି ଦିଅନ୍ତି ଯେଉଁ ଜିନିଷ, ସେଇ ଜିନିଷ ବିଶେଷତଃ ମୋର ବେଶୀ କାମରେ ଲାଗେ ପିଲାମାନଙ୍କ ଖାତା ବହି। ବସିବା ମୂର୍ତ୍ତି ତିଆରି କରେ, ଆଉ ଗୋଲ ମୂର୍ତ୍ତି ତିଆରି କରେ ପଦ୍ମ ଫୁଲ ପାଖୁଡ଼ା ଭଳିଆ ୟୁ ଟାଇପ୍ କରେ, ବିଭିନ୍ନ ଟାଇପ୍ର ତିଆରି କରେ। ମୋ ମନ ଲାଖି ଯାହା ଆସିଲା ଗୋଟେ ଗୋଟେ ଭାବିକିରି କରେ ମନରୁ। ଏଇ ମାଗଣା ଦାନ କରେ, କାହାରି ପାଖରୁ କିଛି ପଇସା ନିଏନି। ତେଣୁ ଦାମିକା ଅଠା ମୁଁ ବ୍ୟବହାର କରିପାରେନି। ଦ୍ୱିତୀୟରେ ମୋତେ ସୁବିଧା ହୁଏ ମଇଦା ଅଠା। ମଇଦା ଅଠାଟା ରୁହେ ମଧ୍ୟ ବେଶୀ ଦିନ ଖରାପ ହୁଏନି, ଆଉ ଏକବାରେ ଶସ୍ତା, ମାନେ ସାଙ୍ଗେ ସାଙ୍ଗେ ଶୁଖି ମଧ୍ୟ ଯାଏ ମଇଦା ଅଠା। ତେଣୁ ମଇଦା ଅଠା ମୋର ବେଶୀ କାମରେ ଲାଗେ। ମୋର ଭାରି ଲୋଭ ଆଜ୍ଞା କାଗଜ ପ୍ରତି, କାରଣ ସେଇଟା ମୋର ଜୀବନ। ତାକୁ ନେଇ ମୁଁ ଜଗନ୍ନାଥ ତିଆରି କରେ। ମୋର ମାଷ୍ଟର କେହି ନାହିଁ ବା କାହାରି ତୁଳି ଧରିବା ମୁଁ ଦେଖି ନାହିଁ। ମୋର ଜଗନ୍ନାଥ ହେଉଛନ୍ତି ମାଷ୍ଟର। ମୋ ମନକୁ ମନ ଯାହା ଆସିଲା ସେଇଆ କରେ, ଏବଂ ମୁଁ ନିଜେ ଭାବେ ଯେ ପ୍ରଭୁ ଯେମିତି ମୋ ହାତ ଘୁରେଇ ଦେଉଛନ୍ତି। ମୁଁ ମଲା ପର୍ଯ୍ୟନ୍ତ ଭାବୁଛି ଏଇ ଜଗନ୍ନାଥ କାଳିଆ ପାଖରେ ଏଇ ସେବା କରିକିରି ମୋର ଜୀବନ ଯାପନ କରିବି। ମୂର୍ତ୍ତି ତିଆରି କରିବା ପଛରେ ରହିଛି ତାଙ୍କର ଏକ ସୁନ୍ଦର କାହାଣୀ। ଦୟାଲ ଯେତେବେଳେ 1971 ମସିହାରେ ତାଳଚେର ଥର୍ମାଲରେ ଚାକିରି କରୁଥିଲେ, ଏକ ଦୁର୍ଘଟଣାରେ ତାଙ୍କର ଦୁଇଟି ଗୋଡ଼ ଅକାମୀ ହୋଇଗଲା। ସେ ଅଫିସରୁ ଆସି ବାହାରକୁ ଏତେଟା ଯିବା ଆସିବା କରିପାରୁନଥିଲେ। ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ଅଗାଢ଼ ଭକ୍ତି ଓ ଭଲ ପାଇବା। ଦିନେ ତାଳଚେରରେ ଜଣେ ମହିଳା ଜଗନ୍ନାଥଙ୍କ ମୂର୍ତ୍ତି ମାଳିରେ ଗଡ଼ୁଥିବା କଥା ସେ ଖବର ପାଇ ତାଙ୍କ ପାଖକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିଥିଲେ। ଅଭିମାନରେ ନିଜେ ଘରକୁ ଆସି ଚିରା କାଗଜ ପେଟିରେ ଜଗନ୍ନାଥ ଗଢ଼ିବାର ପ୍ରୟାସ କରିଥିଲେ। ଇଞ୍ଜିନିୟର ଦୟାଲ ଚନ୍ଦ୍ର ଦାସ ଜଣେ ଥିଲେ ଇଲେକ୍ଟ୍ରିକାଲ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର। ଯେତେବେଳେ ବିଜ୍ଞାନର ଛାତ୍ର ସିଏ, କିନ୍ତୁ ବିଜ୍ଞାନର ଛାତ୍ର ହେଇ ମଧ୍ୟ ବି ବା ଇଲେକ୍ଟ୍ରିକାଲ ଇଞ୍ଜିନିୟର ହୋଇ ମଧ୍ୟ ବି ସେ ଜଗନ୍ନାଥଙ୍କ ପ୍ରତି ଏତେ ମାତ୍ରା ନିଜକୁ ସମର୍ପି ଦେଇଥିଲେ, ତାହା ଅବର୍ଣ୍ଣନୀୟ, କହି ହେବନି ଆଜ୍ଞା। ତାଙ୍କର ଯେଉଁ ମହିମା, ବିଶେଷ କରି ସିଏ ନିଶ୍ଚିତ ଭାବରେ ପ୍ରଭୁ ଜଗନ୍ନାଥଙ୍କର କିଛି ଅଲୌକିକ ଶକ୍ତି ତାଙ୍କ ଉପରେ ଅଛି।